ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଅନ୍ତର୍ଗତ 53 ନମ୍ବର ଜାତୀୟ ରାଜପଥର ଖଇରାମୁଣ୍ଡା ଗ୍ରାମ ନିକଟରେ ଏକ ଯାତ୍ରୀବାହୀ ବସ୍ ଧକ୍କାରେ ଜଣେ ରଡ୍ ବାଇଡିଂ ମିସ୍ତ୍ରୀଙ୍କ ମୃତ୍ୟୁ ହୋଇଛି ଏବଂ 2 ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତକ ଜଣକ ପର୍ଜଙ୍ଗ ଥାନା ଅନ୍ତର୍ଗତ ନାଉପାଳ କାଟଣୀ ଗ୍ରାମର ସାଗର ପ୍ରଧାନ। ସେହିପରି ଗୁରୁତର 2 ଜଣ ହେଲେ ନାଉପାଳ କାଟଣୀ ଗ୍ରାମର ପିନୁ ସାହୁ ଏବଂ ସୁମନ୍ତ ପରିଡ଼ା। ସମସ୍ତ 3 ଜଣ ଏକ ବାଇକ୍ ଯୋଗେ ନିଜ ଗ୍ରାମରୁ ଛାତ ରଡ୍ ବାଇଡିଂ କରିବା ପାଇଁ ଖଇରାମୁଣ୍ଡା ଗ୍ରାମକୁ ଯାଉଥିଲା ବେଳେ ଧକ୍କା ଦେଇଥିଲା ଭୋଳାନାଥ ନାମକ ଏକ ଯାତ୍ରୀବାହୀ ବସ୍। ଘଟଣାସ୍ଥଳରେ ସାଗରଙ୍କର ମୃତ୍ୟୁ ହୋଇଥିଲା। ଗୁରୁତରମାନଙ୍କୁ ପର୍ଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଯାହାକୁ ନେଇ ଉତ୍ତ୍ୟକ୍ତ ଲୋକମାନେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ ଏବଂ ଏନେଇ ପର୍ଜଙ୍ଗ ପୋଲିସ ଦୁର୍ଘଟଣା ଘଟାଇଥିବା ବସ୍କୁ ଅଟକ ରଖିବା ସହ ଉତ୍ତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା ଜାରି ରଖିଛି। କାମାକ୍ଷାନଗରରୁ ତରଣୀ ସେନ ବାରିକଙ୍କ ରିପୋର୍ଟ, ଅଷ୍ଟକିଳା ନ୍ୟୁଜ୍।